ବାପା କହିବାକୁ ଆଜି ଇଚ୍ଛା ହୁଏ। ବାପା କିଛି ପଦ ତୁମ ପାଇଁ। କ'ଣ କହିବି, କେମିତି କହିବି, କହିବା ବି ଜାଣିନାହିଁ। ଅସିଲ ଗ୍ରାମର ମାଧଜେନା ନାତି, ପିତା ରାମଚନ୍ଦ୍ର, ମାତା ରତ୍ନମଣି। ତାଙ୍କ କୋଳେ ଜନ୍ମ ହୋଇଲ। ନାମ ଦେଲେ ବିପିନି ବିହାରୀ। 5 ଭାଇ 2 ଭଉଣୀଙ୍କ ମଧ୍ୟରେ ଥିଲ ତୁମେ ହୋଇ ମଝିଆ ଭାଇ। ତାଙ୍କ ଭିତରେ ଥିଲ ଶାନ୍ତ ସରଳ ସ୍ୱଭାବର। ବଡ଼ ହେଲ ଯେବେ କରିଲ ଜେଜେ ବୋଉର ଦୁଃଖ ହରଣ। କଲିକତା କହି ରହିଗଲ ଦିଲ୍ଲୀ ଭିତରେ। ଜେଜେ ବୋଉକୁ କୁହେ କୁଆଡ଼େ ଗଲା ମୋ ପୁଅ, କାନ୍ଦେ ଆକୁଳେ। ଆମ ମାଛଙ୍ଗା ପଞ୍ଚାୟତରୁ ଗଲ ଦିଲ୍ଲୀ ପ୍ରଥମେ। ଭାଇ ବନ୍ଧୁ କୁଟୁମ୍ବକୁ ନେଇ ରଖିଲ ସେଠାରେ। ତୁମେ ସେଠାରେ କେମିତି ଥିଲ ଜାଣିଛ ସବୁ ତୁମେ। ଜମି ଖଣ୍ଡକୁ ଖଣ୍ଡ କିଣିଲା ପରେ ସମସ୍ତଙ୍କୁ ଲାଗେ ଅଛି ଖୁସିରେ। ଜେଜେ ବାପା ଜେଜେ ବୋଉଙ୍କର ହୋଇଗଲା ସୁପୁତ୍ର। ତାଙ୍କ କଥା ମାନି କଲ ବିଭାଘର। ସଂସାରକୁ ଆଣି 3 ଭାଇ ଭଉଣୀକୁ ଦେଲ ଆମ ପରିଚୟ। ଆମେ ଛୋଟ ଥିଲାବେଳେ କାଟିଛ କେତେ କଷ୍ଟର ସମୟ। ସେହି କଷ୍ଟର ମୂଲ୍ୟ ଭଗବାନଙ୍କ ଆଶୀର୍ବାଦରେ ଆମେ ରହିଲୁ 3 ଜଣ ଖୁସି ଉଲ୍ଲାସରେ। କଟକରେ ଘର ତୋଳା ହେଲା ବେଳେ ଦିନ ରାତି ଏକ କରି ଘରେ ପାଣି ଦେଇଛ ତୁମେ 4 ମାସ ଧରି। କେତେ ଯେ ଭାବିଥିଲି କି ମୋ ବାପାଙ୍କୁ କଟକରେ ଟ୍ରିଟମେଣ୍ଟ କରିବି। ହେଲେ ମୁଁ ଗୋଟେ ହତଭାଗିନୀ ଝିଅ ବୋଲି ମୁଁ କେବେ ବି ଭାବିନଥିଲି। ମୋ ବାପାଙ୍କ ଋଣ ଶୁଝି ପାରିଲି ନାହିଁ। ସେ କଥା ଭାବିଲା ବେଳକୁ ଛାତି ଫାଟି ଯାଉଛି। ଧୈର୍ଯ୍ୟ ଧରି ରହିପାରୁନି ମୁହିଁ। ମୋ ବାପାଙ୍କ ଗାଡ଼ିରେ ଯେବେ ବସି ବୁଲିବାକୁ ଯାଏ ସେତେବେଳେ ଲାଗେ ମୋତେ ମୁଁ ଯେମିତି ଛୋଟ ପିଲାଟିଏ। ମୋ ବାପା ହସ ହସ ମୁହଁରେ ଯେବେ ଗାଡ଼ି ଚଲାନ୍ତି, ଚାଲିଗଲା ଲୋକ ବୁଲିକି ନ ଦେଖି ରହିପାରନ୍ତି ନାହିଁ। ଜୀବନଟା ସାରା ପର ଉପକାର କରି ତୁମ ମନ ବୁଝିଲା ନାହିଁ। ଶେଷରେ ଆମ କଥା ନ ଭାବି ଚାଲିଗଲ ନିଜ ଜୀବନକୁ ଧରି। ଯେତେବେଳେ ତୁମକୁ ଆଉଥରେ ହୋଇଥିଲା ହାର୍ଟ ଆଟାକ୍, 9 ଘଣ୍ଟା ପରେ ସେନ୍ସ ପାଇଁ ଫେରି ଆସିଥିଲ ଆମ ପାଖରେ। ଏଥରକ କାହା କଥା କିଛି ନ ଭାବି ନିଷ୍ଠୁର ହୃଦୟରେ କାହାକୁ କିଛି ନ କହି ଚାଲିଗଲ ନିଜ ପଥରେ। ମୋ ବୋଉ ସକାଳୁ ଉଠି ପୂଜା ଦାନ ଧ୍ୟାନ ଧର୍ମ କରେ। କହୁଥିଲା ମୁଁ ଚାଲି ଯାଆନ୍ତି ତୋ ବାପା ଆଗରେ। ବାପା ତୁମେ ଗଲା ପରେ କେମିତି ଚଳେଇ ସେ ଭାବିଲ ନାହିଁ ଟିକେ ତୁମେ ତା ବିଷୟରେ। ବୋଉକୁ ଏକା କରି ଘର କରିଦେଲ ବାପାର ଶୂନ୍ୟ। ଆଜିକାଲି ଯଦି ଆଉ ପାଇବାର ନାହିଁ ବାପାର ସତ୍ୟ। ବାପା ତୁମେ ଗଲା ପରେ ଲାଗୁଛି ଯେ କେତେ କଷ୍ଟ। ତୁମେ ତୁମ ରାସ୍ତା ବାଛି ନେଇ କରିଦେଲ ଆମକୁ ପାପ ଛେଉଣ୍ଡ। କଥା ଦେଇଥିଲ ବାପା କଟକରେ 2 ଦିନ ରହି ବରଗଡ଼ ଯିବି ଘର ପ୍ରତିଷ୍ଠା କରି। ତାପରେ ଚେନ୍ନାଇ ଯାଇ ନୂଆ ଜାଗା ଦେଖି ସେଠାରେ ବାଉଣ୍ଡରୀ ବୁଲେଇବି 2 ମାସ ଧରି। କେତେ ଯେ ଆଶା ଦେଇଥିଲ ବାପା ଆମକୁ ଫୋନ କରି। ଓ ମୋ ପରିଶ୍ରୀ ଶ୍ରଦ୍ଧା ସ୍ନେହା ଖୁସି ହେଉଥିଲେ ବାପା ଆସିବେ ବୋଲି। ଆଉ କାହାକୁ ଡାକିବେ ଦିଲ୍ଲୀ ବାପା ଆମକୁ ନିଅ ଗାଡ଼ିରେ ବସାଇ। ଭଗବାନ କାହିଁକି ନିଷ୍ଠୁର ହେଲେ, ଦେଲେ ଆମ ସଂସାର ଭସେଇ। ବାପାର ଶବ୍ଦଟି ଯେ ତୁମର ସାର୍ଥକ ହୋଇଛି। କେତେ ବଳିଦାନ ତ୍ୟାଗ ପାଇଁ ତୁମ ପ୍ରତିଦାନ ଅତୁଳନୀୟ ଯେ ବାପା, ବର୍ଣ୍ଣନା ତାହା କମ୍ ହୁଅଇ। ଭଗବାନଙ୍କ ପାଖରେ ମୋର ଏତିକି ପ୍ରାର୍ଥନା, ମୋ ବାପାଙ୍କ ଅମର ଆତ୍ମାକୁ ସଦ୍ଗତି ହେଉ। ଓମ୍ ଶାନ୍ତି। ଜୟ ଜଗନ୍ନାଥ।